ପିଲାମାନଙ୍କ ବୁଦ୍ଧି ପରୀକ୍ଷା ଉପରେ ଆଜି ଦେଖିବା ଏକ ଚତୁର ପ୍ରଶ୍ନ। ପ୍ରଶ୍ନଟି ହେଲା, ନଦୀ କୂଳରେ ବାପ ଏବଂ ତାର ଦୁଇଟି ପୁଅ ଅପେକ୍ଷା କରିଥିଲେ ଯେ ଡଙ୍ଗାରେ ପାର ହୋଇ ତାଙ୍କ ଘରକୁ ଯିବା ପାଇଁ। ବାପର ଓଜନ 80 କେଜି, ପୁଅ ଦୁଇଟିର ଓଜନ ପ୍ରତ୍ୟେକ 40 କେଜି ଲେଖା। ଡଙ୍ଗାର କ୍ଷମତା ହେଉଛି କେତେ ନା ଥରକେ 80 କେଜି। 80 କେଜିରୁ ଅଧିକ ହେଲେ ଡଙ୍ଗାଟି କ'ଣ ହେବ ନା ବୁଡ଼ିଯିବ। ତାହେଲେ ବାପ ଏବଂ ପୁଅ ସେଠାରୁ ଡଙ୍ଗାରେ କେମିତି ପାର ହୋଇ ନିଜ ଘରେ ଅବସ୍ଥାନ କରିବେ। ଯଦି ବାପ ପୁଅ ପ୍ରତ୍ୟେକ ଡଙ୍ଗା ଚଲାଇବାର କ୍ଷମତା ରହିଥାଏ, ତାହେଲେ ଆମେ ପ୍ରଥମେ ଦେଖିବା ଯେ ବାପର ଓଜନ 80 କେଜି, ପୁଅ 40 କେଜି, ଏପଟେ ପୁଅ 40 କେଜି। ପ୍ରଥମେ ଦୁଇଟି ଏକ ପୁଅ ଡଙ୍ଗାରେ କ'ଣ କରିବେ ନା ଅବସ୍ଥାନ କରିପାରିବେ। ତାହେଲେ 40 କେଜି 80 କେଜି ହବ, ଅତଏବ ଡଙ୍ଗାରେ ଅବସ୍ଥାନ କରି ସେମାନେ ଘରକୁ ଆସିପାରିବେ। ତାହେଲେ ପ୍ରଥମେ ଦୁଇଟି ଏକ ପୁଅ ଆସିଲେ। ଏଇଥିରୁ ଗୋଟିଏ ପୁଅ ଏଠାରେ କ'ଣ ହେଲା ନା ରହିଲା, ଆଉ ଗୋଟିଏ ପୁଅ ଡଙ୍ଗା ନେଇ ଆରପଟ କୂଳକୁ ଗଲା ଏବଂ ଆରପଟ କୂଳରେ କ'ଣ କଲା ନା ବାପକୁ ଦେଲା ଡଙ୍ଗା। ବାପ ଡଙ୍ଗା ଧରି ଘରକୁ ଆସିଲା ଏବଂ ଘରେ ବାପ ରହିଗଲା। ଯୋଉ ପୁଅଟି ରହିଥିଲା ସେଇ ପୁଅଟି ପୁନର୍ବାର ସେପଟକୁ ଗଲା। ସେପଟେ ଆଉ ଗୋଟିଏ ପୁଅ ଥିଲା, ଇଏ ଗଲା ଗୋଟିଏ, ଅତଏବ ଦୁଇ ଭାଇ ଯାକ ମେଳ ହୋଇ ଡଙ୍ଗାରେ ପୁନର୍ବାର ନିଜ ଘରକୁ ଫେରି ଆସିଲେ।